ମାଲୋ ବ୍ରହ୍ମାଙ୍କ ନିକଟରୁ ନିରାଶ ହୋଇ ରାଧାରାଣୀ ଫେରିଲେ। ପହଞ୍ଚିଲେ କୋଉଠି? ଗୁରୁ ବଶିଷ୍ଠଙ୍କ ଆଶ୍ରମରେ। ଗୁରୁ ବଶିଷ୍ଠଙ୍କ ଆଶ୍ରମରେ। ଆଶ୍ରମ କେମିତିକା ହେଇଛି? ଯାଉ ଲେଖି ଲେଖିଏ ଆପଣ ମାନଙ୍କର ପୂଜ୍ୟ ପୂଜକ ସଂସ୍କୃତି ସାରଥୀ ପ୍ରକୃତି ବନ୍ଧୁ ବାବା ସେ ଆଶ୍ରମବାସୀ କହିବା ଆଶ୍ରମ କେମିତି କଣ କହିବି? ଇଏ ପଶୁ ପକ୍ଷୀ କୁଳା ଛାନ୍ଦବନ୍ଦିଆ ଜିନିଷରେ ଧନ ପଶୁ କୁଳମାଳିଆ କରନ୍ତି। ମୁଁ କହୁନି ଆଜ୍ଞା ବାବା ବଳିଆ କହିଲି ପଶୁ ପକ୍ଷୀ କୂଳ କେକା ପ୍ରତିକୂଳ ହେବାର ନଥିଲା ଅର୍ଥାତ୍ ସେ ଆଶ୍ରମର ଚତୁଃପାର୍ଶ୍ୱ ଯେଉଁ ପୁଷ୍ପ ଉଦ୍ୟାନ ଅଛି ବା ମୋ ମା ଆଜ୍ଞା जो जीवजंतु मैंने अच्छा कहारी प्रति कहार शत्रुता भाव प्याल दुलाल नीलकंठ पल्लुल प्याल दुलाल साप छुआ नीलकंठ पल्लुल गईर बेके दोली खेल आउ कौन पंडिते पंडिते मो माँ टिके ध्यान दे शुण अन्य मनस्क खाली सेतिकी नुह पायस कौशिक बसी एकटाले करंती बंधुत्व पायस बोइले कोन कुआ बा काउ कौशिक बोइले पेचा मो माँ आश्रम रे शत्रुता नहीं ताकर जो शत्रुता से भाव नहीं गोटे डाले रे बसी आधा राति खाली सेतिकी नुह पुणी बाबा कहिले कोन कहिले ये भल्लू आज्ञा मो माँ भल्लू कंक लोम राशि रे मुसिक करी ये भालू मानकर गहलिया लोम राशि भितरे मूषा माने आत्मगोपन करिछन मो माँ टिके ध्यान दियो ऋषि आश्रम तपोवन तप एमंत श्रीहरि बंदन नाम संकीर्तन ओंकार ध्वनि मुखरी मालो
ରାଜା ରାଣୀ ଯାଇ ପହଞ୍ଚି ଯାଇଛନ୍ତି ଗୁରୁଦେବ ଗୁରୁ ବଶିଷ୍ଠଙ୍କ ଆସି ଏଠି ପ୍ରଣାମ ଗ୍ରହଣ କରନ୍ତୁ ଗୁରୁଦେବ। ଏ ଭବ ସାଗର ତାରଣ କାରଣ ହେ ଏ ରବିନନ୍ଦନ ବନୟ ଖଣ୍ଡନ ହେ ଏ ସର ଭିତମଣି ଏ ସର ପାଦ ତଳେ ପଡ଼ିছে ଗୁରୁଦେବ। ରାଜା ଦିଲ୍ଲୀପ ଗୁରୁଦେବ ଏ ରାଣୀ ସୁଦକ୍ଷିଣାକୁ ଆଣି ମୋ ଆଶ୍ରମକୁ ଆସିବାର କାରଣ ଗୁରୁଦେବ ହଁ ପରେ ସୂର୍ଯ୍ୟ ବଂଶ କଣ ବୁଡ଼ିଯିବ ଗୁରୁଦେବ। ସୂର୍ଯ୍ୟ ବଂଶ ବୁଡ଼ିଯିବ କୁହନ୍ତୁ ଗୁରୁଦେବ। ଆରେ ଅସମ୍ଭବ ଗୁରୁଦେବ ଆରେ ମୁଁ ଯେତିକି ଜାଣିଛି ଗୁରୁଦେବ ଏ ସୂର୍ଯ୍ୟ ବଂଶ କେବେ ବୁଡ଼ିବନି ରେ ତାହେଲେ ମୋ କୋଳ ସୂର୍ଯ୍ୟ କାହିଁକି ଗୁରୁଦେବ? କାହିଁକି ମୋ କୋଳରେ ପୁଅ ନାହିଁ କି ଝୁଅ ନାହିଁ ଗୁରୁଦେବ? ଗୁରୁଦେବ କି ଅପରାଧ କରିଛୁ ଆମେ? ମୁଁ ଟିକେ ଧ୍ୟାନରେ ବସିଲେ କହିବି ଗୁରୁଦେବ ମୋ ମା ଅନ୍ୟ ମନସ୍କ ହୁଅନି ମୋ ମା ଗୁରୁ ବଶିଷ୍ଠ ବସିଲେ ଧ୍ୟାନରେ କେମିତି କେମିତି? ପୁଣି ଗୋଟିଏ ଶ୍ଲୋକ ଲେଖିଲେ କାଳିଦାସ ଗୁରୁ ବଶିଷ୍ଠ ବସିଲେ ଧ୍ୟାନରେ ଇତି ବିଜ୍ଞ ଭିତର ଧ୍ୟାନ ସ୍ଥିମିତ ଲୋଚନ କ୍ଷଣ ମାତ୍ର ମୁସିସ୍ତ ସୁପ୍ତ ମିନଂ ଇବ ହ୍ରଦ ହ୍ରଦରେ ବା ଜଳରେ ମିନ ମାନେ ମାଛ ମାନେ ଯେମିତି ଆକ୍ୱାରିୟମ ହଉ କି ଯୋଉ କୌଣସି ମୋ ମା ଆପଣ ମାନେ ଦେଖନ୍ତୁ ନଦୀ ଗର୍ଭରେ ସ୍ଥିର ହୋଇ ରହିଯାଆନ୍ତି ସେମିତି ଗୁରୁ ବଶିଷ୍ଠ ମନ ମିନକୁ ସ୍ଥିର କଲେ ଡାକିଲେ ରାଜା ଦିଲ୍ଲୀପ ଯା ରାଣୀ କି ନେଇ ମୋ ଆଶ୍ରମ ଛାଡ଼ି ଭୁଲ କରିନୁ ତୁ ପୂଜ୍ୟ ପୂଜାର ବ୍ୟତିକ୍ରମ କରିଛୁ ମୋ ଆଶ୍ରମ ଛାଡ଼ି ରାଣୀ କି ନେଇ କିଛି ଜାଣିଛୁ ରେ ତୁ ଯା ଭୁଲ କରିଛୁ କେହି କରିବେନି ରେ ଏ ରାଣୀ କି ନେଇ ଆଶ୍ରମ ଛାଡ଼େ ଆପଣ ତୋତେ ଜିହ ଛେଦି ଗୋବିନ୍ଦ କେତର ଅଛି ଉଠି ଯା ରାଜା ଭୁଲ କରିଛୁ ଅପରାଧ କରିଛୁ ତୁ ପୂଜ୍ୟ ପୂଜାର ବ୍ୟତିକ୍ରମ କରିଛୁ ମୋ ସ୍ୱାମୀ କି ଭୁଲ କରିଛନ୍ତି କି ଅପରାଧ କରିଛନ୍ତି ମୋ ସ୍ୱାମୀ ମୋ ମା ସବୁ କର୍ମ ଆମେ କରୁ ଅନ୍ୟକୁ ମିଛରେ ଦୋଷ ଦଉ କଣ ହେଲା ସେ ଅମକ ଲୋକଟା ଚାଲିଗଲା ମୋ ମା କର୍ମ କେତେବେଳେ ଛାଡ଼ିବନି ଗୋଡ଼େଇ ଗୋଡ଼େଇ ଧରିବ ଯଥାଥେନୁ ସହସ୍ରେଷୁ ବଚ୍ଚିଏ ବିନ୍ଧ୍ୟତି ମାତର ତଥା ପୂର୍ବ କୃତକର୍ମ କର୍ତ୍ତାର ମନୁଗଚ୍ଛ ମୋ ମା 100ଟା ଗାଈ ଗୋଟା ମାଲିକର 10ଟା ଗାଈ ଦୁଆଳିଆ ବାଛୁରୀ ଛାଡ଼ିଦବ ତା ମା ଠାରୁ ଯେ କ୍ଷୀର ପିଇବ ନା କର୍ମ ଗୋଡ଼େଇ ଗୋଡ଼େଇ ଧରିବ ଛାଡ଼ିବନି ଯାହା ପୁରସ୍କୃତ ଅର୍ପଣ କରିଥିବା ବିଦ୍ୟାଧର ମହାଶୟଙ୍କର ସକଳ ଇଷ୍ଟ କଷ୍ଟ ଖଣ୍ଡନ କରନ୍ତୁ ମା ବାସେଳି ଯାହା କାମନା କରନ୍ତୁ ଧନ ଧନ ଗୋପଲକ୍ଷ୍ମୀ ପରିପୂର୍ଣ୍ଣ ସର୍ବେ ବୋଲ ଆନନ୍ଦ ଜଗବନ୍ଧୁ ସେଦିନ ଗୁରୁ ବଶିଷ୍ଠ ରାଜା ଦିଲ୍ଲୀପ ନିଜ ଦାନ୍ତରେ ନିଜ ଜିଭ କାମୁଡ଼ି ଛିଡ଼େଇ ଦେଇ ଅନ୍ୟକୁ ଦୋଷ ଦବ ସବୁ ଭୁଲ ତୁ କରିଛୁ ଆଶ୍ରମ ଛାଡ଼ ଯଦି ମୋ ସ୍ୱାମୀ ଭୁଲ କରିଛନ୍ତି ସେ ଭୁଲର କଣ କ୍ଷମା ନାହିଁ ରାଜା ତୁ କିଛି ଜାଣିନୁ ମାନେ ତୁ ପରା ସୂର୍ଯ୍ୟ ବଂଶର ରାଜା ତୁ ଯେତେବେଳେ ସ୍ୱର୍ଗପୁରକୁ ଯାଉ ଇନ୍ଦ୍ରଙ୍କ ସଭା କାର୍ଯ୍ୟ କରିବା ପାଇଁ ସଭା
ଶେଷ କରି ଫେରିଲା ବେଳେ ଗୁରୁଦେବ ମନେ ପକେଇନୁ ରାଜା ଗୁରୁଦେବ କଳ୍ପବଟ ଛାଇ ତଳେ ହେ ମୋର ମା ଜଳ ହସ୍ତ ନିବେଦନ କରିବି ମୋ ମା ମନ ଦେଇ ଶୁଣ କଳ୍ପବଟ ଛାଇ ତଳେ ଦେବତାଙ୍କର କାମଧେନୁ ସୁରଭି ଶୋଇଥାଏ ତୁମେ ଯାଅ ଇନ୍ଦ୍ରଙ୍କ ସଭା ଶେଷ କର ଫେରିଲା ବେଳେ ସୁରଭିର ପାଦ ସେବା କର ସୁରଭିର ପାଦ ସେବା କରି ନିଜ ରାଜ୍ୟକୁ ଫେରି ଆସ ତୁମେ ଏମିତି ଅନେକ ଦିନ ହେଲାଣି ସୁରଭିର ସେବା କରିବା ପରେ ଦେବକାଭି ସୁରଭି ଚିନ୍ତା କଲ ଆରେ ହେ ମୋ ପୁଅ ଆଉଛି ଯାଉଛି ସବୁବେଳେ ଇନ୍ଦ୍ରଙ୍କ ସଭାକୁ ଫେରିଲା ବେଳେ ମୋ ପାଦ ସେବା କରୁଛି ଅନେକ ଦିନ ହେଲାଣି ସେବା କଲାଣି ଆଲୋ ସେବାକୁ ଓଲଟେଇ ଦେଲେ ବାସେ କିଏ ଜୀବନରେ ସମର୍ପଣ ବା ସେବା ହବ ନାହିଁ ତା ଜୀବନ କେତେବେଳେ ବାସିବ ମୋ ମା ସୁରଭି ଚିନ୍ତା କଲ ମୋ ପୁଅ ଅନେକ ସେବା କଲାଣି ତାର କାଳେ ପୁଅ ନାହିଁ ଆଜି ଯାଇଛି ଇନ୍ଦ୍ରଙ୍କ ପୁରକୁ ଫେରିଲା ବେଳେ ତାକୁ ବର ଦେବି ନିଶ୍ଚୟ ତାର ପୁଅଟାଏ ହବ ଶ୍ଲୋକଟାଏ ଲେଖିଲେ କାଳିଦାସ ବୋଲେ ପୁରା ସକ୍ରମ ଉପସ୍ଥାୟ ପ୍ରତି ଯାସ୍ୟତ କଳ୍ପ ତରୁ ଛାୟା